ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଯାଉଥିବା ବେଳେ ଭଉଣୀ ସହ ଘଟି ଯାଇଛି ବହୁତ ବଡ଼ ଅଘଟଣ। କେଡ଼େ ଶରଧାରେ ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ଭଉଣୀଟିଏ ଯାଉଥିଲା। ହେଲେ ଠାକୁରେ ଏତେ ବଡ଼ ଶାସ୍ତି ତାକୁ କାହିଁକି ଦେଲେ? ହଁ ବନ୍ଧୁମାନେ, ଆପଣ ଯଦି ମହାପ୍ରଭୁଙ୍କୁ ଭକ୍ତି କରନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି, ତେବେ ଏହି ଘଟଣାଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ଏକ ଛୋଟିଆ ଗ୍ରାମରେ ବାସ କରନ୍ତି ଶିବାନୀ ଓ ତାଙ୍କ ବଡ଼ ଭାଇ ରାମ। ସେମାନଙ୍କ ପରିବାର କହିଲେ ବିଧବା ବୁଢ଼ୀ ମାଟିଏ ଆଉ ସେ ଦୁଇ ଭାଇ ଭଉଣୀ। ଭାଇ ଭଉଣୀ ଛୋଟ ଛୋଟ ହୋଇଥିବା ବେଳେ ତାଙ୍କ ବାପା ଏକ ଦୁର୍ଘଟଣାରେ ଆରପାରିକୁ ଚାଲି ଯାଇଥିଲେ। ବାପା ଚାଲିଯିବା ପରେ ବିଧବା ମାଟି ବହୁତ କଷ୍ଟରେ ସେମାନଙ୍କୁ ଛୋଟରୁ ବଡ଼ କରିଛନ୍ତି। ଯେତେବେଳେ ବଡ଼ ଭାଇ ରାମଙ୍କର ହେତୁ ପାଇଲା, ସେ ଘରର ପରିସ୍ଥିତିକୁ ସବୁ ଜାଣିପାରିଲେ। ଆଉ ସେ ପିଲାଦିନୁ ପାଠ ନ ପଢ଼ି ଏଣେ ତେଣେ ମୂଲ ମଜୁରୀ ଲାଗି ମାଆର କଷ୍ଟକୁ ଦୂର କରିବା ସହ ସାନ ଭଉଣୀ ଶିବାନୀକୁ ପାଠ ପଢ଼ାଇଲେ। ଆଉ ଘରର ସବୁ ଦାୟିତ୍ୱକୁ ନିଜ କାନ୍ଧକୁ ନେଲେ। ହଁ ବନ୍ଧୁମାନେ, ବାପ ଚାଲିଯିବା ପରେ ଘରର ସବୁ ଦାୟିତ୍ୱ ପୁଅ ମୁଣ୍ଡକୁ ଚାଲି ଯାଇଥାଏ। ଏଇ ଗତ 2 ବର୍ଷ ତଳେ ଶିବାନୀ ଗୋଟିଏ ବଡ଼ ଲୋକର ପୁଅକୁ ଭଲ ପାଇଥିଲା। ଆଉ ତାକୁ ବିବାହ କରିବ ବୋଲି ଜିଦ୍ ଧରି ବସିଥିଲା। ହେଲେ ଏହି ପ୍ରସ୍ତାବ ଭଉଣୀକୁ ବାହା କରିଦେଲେ। କିନ୍ତୁ ବାହାଘର ପରେ ଶାଶୁଘରର ଅସଲ ରୂପ ଜଣା ପଡ଼ିଗଲା। ଶାଶୁଘରେ ଶିବାନୀକୁ ବହୁତ କଷ୍ଟ ଯନ୍ତ୍ରଣା ସହିବାକୁ ପଡ଼ିଲା। ଗରିବ ପରିବାରରୁ ଆସିଛି ବୋଲି ତାକୁ ସମସ୍ତେ ଗାଳିଗୁଲଜ କରି କେତେ କଥା କହିଯାଆନ୍ତି। ହେଲେ ଶିବାନୀ ସେ ଗରିବ ଭାଇର ମୁହଁକୁ ଚାହିଁ ସବୁ ଦୁଃଖ ସହିଯାଏ। ନା ସ୍ୱାମୀକୁ ଜଣାଇପାରେ, ନା ସେ ଗରିବ ଭାଇକୁ ଜଣାଇପାରେ। ସେ କାହାରିକି କିଛି କହିପାରେ ନାହିଁ। କିନ୍ତୁ ଗତ ବର୍ଷ ରାକ୍ଷୀ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଯିବ ବୋଲି ସେ ତାଙ୍କ ଶାଶୁକୁ କହିଲା। ହେଲେ ତାଙ୍କ ଶାଶୁ ରୋକଠୋକ ମୁହଁରେ ମନା କରିଦେଲେ। ରାକ୍ଷୀ ପୂର୍ଣ୍ଣିମା ଭଳି ଦିନରେ ଭାଇ ଘରକୁ ନ ଯିବା ପାଇଁ କହିବାରୁ ତାଙ୍କ ସହ ବହୁତ ଝଗଡ଼ା କରିବାକୁ ଆରମ୍ଭ କରିଦେଲେ। ଆଉ ସେହି ସମୟରେ ତାଙ୍କ ସହ ଘଟିଗଲା ବହୁତ ବଡ଼ ଅଘଟଣ। ଶାଶୁ ଶ୍ୱଶୁର ମିଶି ଶିବାନୀକୁ ମାରପିଟ କରିବାକୁ ଆରମ୍ଭ କରିଦେଲେ। ଆଉ ଶିବାନୀ କାହାକୁ କିଛି ନ କହି ସେ ମାଡ଼କୁ ମଧ୍ୟ ସହିଗଲା, କେବଳ ସେଇ ଗରିବ ଭାଇର ମୁହଁକୁ ଚାହିଁ। ତାପରେ ଶିବାନୀ ସିଧା ଠାକୁର ଘରକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ କହିବାକୁ ଲାଗିଲା, ହେ ଠାକୁରେ, ଆଉ କେତେ ମୋତେ ଦୁଃଖ ଯନ୍ତ୍ରଣା ଦେବ? ଆଉ କେତେ ମୋତେ କଲବଲ କରିବ ପ୍ରଭୁ? ହେ ମହାପ୍ରଭୁ, ବହୁତ କଷ୍ଟ ଯନ୍ତ୍ରଣା ମୁଁ ସହି ସହି ଆସୁଥିଲି ପ୍ରଭୁ। ହେଲେ ଆଜି ମୁଁ ଆଉ ଏ କଷ୍ଟ ଯନ୍ତ୍ରଣା ସହିପାରୁନି ପ୍ରଭୁ। ମୁଁ ଆଉ ଏ କଷ୍ଟ ଯନ୍ତ୍ରଣା ସହିପାରୁନି। କାହିଁକି ମୋ ସହିତ ଏମିତି କରୁଛ ପ୍ରଭୁ? ଯଦି ମାରିବାର ଅଛି ତେବେ ଜୀବନରୁ ମାରିଦିଅ ପ୍ରଭୁ, ତେବେ ଜୀବନରୁ ମାରିଦିଅ। ହେଲେ ଏମିତି କଲବଲ କରନି। ହେ ମହାବାହୁ, ମୁଁ କ'ଣ ସତରେ କାଲି ମୋ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବିନି? କୁହ ମହାପ୍ରଭୁ, ଜବାବ ଦିଅ। ହେ ଠାକୁରେ, ତୁମେ ବଡ଼ ଛଳନାକାରୀ। ତୁମ ଭଉଣୀ ପାଖରୁ ତୁମେ ମୁହୂର୍ତ୍ତଟେ ବି ଅଲଗା ହେଉନାହଁ। ହେଲେ ମୋତେ ମୋ ଭାଇ ପାଖରୁ ରାକ୍ଷୀ ପୂର୍ଣ୍ଣିମାରେ ବି ପହଞ୍ଚିବାକୁ ଦେଉନ। ହଉ ଠାକୁରେ, ମୁଁ ଯାଉଛି ଘରକୁ ଲୁଚିକି ପଳେଇବି। ଯାଉଛି ପ୍ରଭୁ, ଏବେ ଲୁଚିକି ପଳେଇବି। ଏତିକି କହି ଭାଇ ପାଖକୁ ଯିବ ବୋଲି ବାହାରି ପଡ଼ିଲା।
ସେତେବେଳକୁ ସନ୍ଧ୍ୟା 7ଟା ହୋଇଯାଇଥିଲା। ଆଉ ଘରେ ଶାଶୁ ଶ୍ୱଶୁର ମଧ୍ୟ ନଥିଲେ। ଶିବାନୀ ଯେତେବେଳେ କବାଟ ଫିଟାଇ ଘରକୁ ବାହାରିଲେ, ତାଙ୍କ ସହିତ ଘଟିଲା ଗୋଟିଏ ବିରାଟ ଚମତ୍କାର। କବାଟ ଫିଟେଇବା ପରେ ତାଙ୍କ ସାମ୍ନାରେ ତାଙ୍କ ବଡ଼ ଭାଇ ଛିଡ଼ା ହୋଇଛନ୍ତି। ଭାଇକୁ ଏମିତି ଅସମୟରେ ଦେଖି ଶିବାନୀ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା। ସେଉଠୁ ଭାଇ କହିଲେ, ମାରେ ତୋର କ'ଣ ହୋଇଛି କହିଲୁ? ତୁ କାହିଁକି ଏମିତି କାନ୍ଦୁଛୁ? ସେଉଠୁ ଶିବାନୀ କହିଲେ, ନାଇଁ ଭାଇ, ତୁମକୁ ବହୁତ ଦିନ ହେଲା ଦେଖିନଥିଲି ତ, ସେଥିପାଇଁ ଆଖିରୁ ଟିକେ ଲୁହ ଝରି ପଡ଼ିଲା। ହଉ ହଉ, ତୁ ଆଉ ଜମା କାନ୍ଦେନା। ମୁଁ ପରା ଏତେ ଦୂରରୁ ଧାଇଁ ଆସିଛି ତୁ ରାକ୍ଷୀ ବାନ୍ଧିବୁ ବୋଲି। ମୁଁ ଜାଣିଛି ମୋ ପାଗଳିଟା ମୋତେ ବହୁତ ଦିନ ହେଲା ଦେଖିନି ତ, ସେଥିପାଇଁ ତା ଆଖିରୁ ଟିକେ ଲୁହ ଝରି ପଡ଼ିଲା। ନାଇଲୋ ମା, ତୋ ଆଖିରେ ଲୁହ ଦେଖିଲେ ମୋ ଛାତିଟି ଫାଟି ଯାଉଛି। ଏମିତି ଭାଇ ଭଉଣୀ କଥା ହେବା ଭିତରେ ରାତି ଅନେକ ହୋଇଗଲା। ତାପରେ ସମସ୍ତେ ଘରକୁ ଫେରିଲେ। ଆଉ ଖାଅ ପିଅ କରି ରାକ୍ଷୀ ପୂର୍ଣ୍ଣିମା ପୂର୍ବଦିନ ରାତିରେ ଶୋଇପଡ଼ିଲେ। ତାପରେ ରାତି ପାହି ସକାଳ ହେଲା। ଆଉ ସେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ହୋଇଗଲା। ସେଉଠୁ ଭାଇ ସକାଳୁ ସକାଳୁ ହାତରେ ରାକ୍ଷୀ ବାନ୍ଧି ଦେଇ ତାଙ୍କ ଘରକୁ ଚାଲିଗଲେ। ଭାଇ ଯିବାର ଘଣ୍ଟାଏ ପରେ ରାମ ଶିବାନୀକୁ ଫୋନ୍ କରି କହିଲେ, ମା ଶିବାନୀ, ତୁ ମୋ ହାତରେ ରାକ୍ଷୀ ବାନ୍ଧିବାକୁ ଆସିବୁନୁ କି? ଭାଇଠାରୁ ଏକଥା ଶୁଣି ଶିବାନୀ ପୁରା ଆଶ୍ଚର୍ଯ୍ୟ ହୋଇଗଲେ। ଆଉ କହିବାକୁ ଲାଗିଲେ, ଭାଇ, ତମେ ପରା କାଲି ଆମ ଘରକୁ ଆସି ମୋ ହାତରୁ ରାକ୍ଷୀ ବାନ୍ଧିକି ଗଲ, ପୁଣି ଏପରି କ'ଣ ପାଗଳ ଭଳି କହୁଛ? ଆରେ ମାରେ, ମୁଁ କେତେବେଳେ ତୋ ଘରକୁ ଗଲି? ବିଲରେ କାମ ଲାଗିଛି ବୋଲି ମୁଁ ମାସେ ହେଲା କୁଆଡ଼େ ଯାଇପାରୁନି। ତୋ ପାଖକୁ କେତେବେଳେ ଗଲି କହିଲୁ? ଏପରି ଆଶ୍ଚର୍ଯ୍ୟ କଥା ଶୁଣି ଶିବାନୀ ଫୋନ୍ଟିକୁ କାଟିଦେଇ ଆଖିରୁ 2 ଠୋପା ଲୁହ ଝରାଇ ଦେଇ ମହାପ୍ରଭୁଙ୍କୁ କହିବାକୁ ଲାଗିଲେ, ହେ ସାନ୍ତେ, ତୁମେ ଆଜି ମୋତେ ଧନ୍ୟ କରିଦେଲ ପ୍ରଭୁ, ତୁମେ ଆଜି ମୋତେ ଧନ୍ୟ କରିଦେଲ। ସତରେ ବନ୍ଧୁମାନେ, ମହାପ୍ରଭୁଙ୍କ ଲୀଳାକୁ କିଏ ବା ବୁଝିପାରିବ? କେତେବେଳେ କେଉଁ ରୂପରେ ଆସି ତାଙ୍କ ଭକ୍ତର ରକ୍ଷା କରୁଛନ୍ତି, ତାହା କେବଳ ତାଙ୍କୁ ହିଁ ଜଣା। ସତରେ ମହାପ୍ରଭୁଙ୍କ ଚମତ୍କାରକୁ ଯିଏ ଅଙ୍ଗେ ନିଭେଇଛି, ସେ ହିଁ ବୁଝିପାରିବ ଏପରି ଚମତ୍କାରକୁ। ସେ ପରା ସାରା ବ୍ରହ୍ମାଣ୍ଡକୁ ଆଙ୍ଗୁଠି ଅଗରେ ନଚଉଛି। ସେ କ'ଣ ଏମିତି ଅସମ୍ଭବକୁ ସମ୍ଭବ କରିପାରିବନି? ହଁ ବନ୍ଧୁମାନେ, ଆପଣ ବି ଯଦି ମହାପ୍ରଭୁଙ୍କୁ ହୃଦୟରୁ ଭକ୍ତି କରୁଥିବେ, ତେବେ ସେ ପ୍ରତିଟି ମୁହୂର୍ତ୍ତରେ ଆପଣଙ୍କ ସହିତ ରହିବେ। ଘର ପରିବାର ଆପଣଙ୍କୁ ଧୋକା ଦେଇପାରନ୍ତି, ହେଲେ ମହାପ୍ରଭୁ କେବେ ବି ତାଙ୍କ ଭକ୍ତକୁ ଧୋକା ଦିଅନ୍ତି ନାହିଁ। ସେ ସବୁବେଳେ ସାଙ୍ଗରେ ରୁହନ୍ତି। ହଁ ବନ୍ଧୁମାନେ, ଆଶା କରୁଛି ଆଜି ଭଳି ରାକ୍ଷୀ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଚମତ୍କାର ଶୁଣି ଆପଣଙ୍କ ମନ ପରିବର୍ତ୍ତନ ହୋଇଯାଇଥିବ। ଯଦି ଆପଣ ସତରେ ମହାପ୍ରଭୁଙ୍କୁ ହୃଦୟରୁ ଭକ୍ତି କରନ୍ତି, ତେବେ ମୁଁ ଅନୁରୋଧ କରୁଛି, ତାଙ୍କ ମୁହଁକୁ ଚାହିଁ କମେଣ୍ଟ ବକ୍ସରେ ଲେଖିବାକୁ ଜମାରୁ ବି ଭୁଲିବେନି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।